ଏବେ ଯେହେତୁ ପଣସ ସିଜିନ୍ ଚାଲିଛି ତ ପଣସରେ ମଞ୍ଜି ହେବା ପୂର୍ବରୁ ଆମେ ବହୁତ ସାରା ଟେଷ୍ଟି ରେସିପି ବନେଇ ଖାଇପାରିବା। ତ ମୁଁ ପଣସର ରେସିପି ମୁଁ ଆଗରୁ ମଧ୍ୟ ଛାଡ଼ିଛି। ତ ଏଇ ରେସିପିଟା ମୁଁ ଛାଡ଼ି ନଥିଲି, ଏଇଟା ଖାଇବା ପାଇଁ ବହୁତ ହି ବଢ଼ିଆ ଲାଗେ। ତ ଆପଣମାନେ ନିଶ୍ଚିନ୍ତ ଥରେ ଟ୍ରାଏ କରିବେ। ପଣସ କଠାକୁ ଭଲ ଭାବରେ ତାକୁ ପତଳା ପତଳା କରି କାଟିକି ଏଠି ମୋର କଡ଼େଇ ଚୁଲି ରେଡ଼ି କରିଦେଲି। ରେଡ଼ି କରିସାରିଲା ପରେ ସେଥିରେ ତେଲ ଫୁଟଣ ଫୁଟି ଦେଇ ପ୍ରଥମେ ପଣସ କଠାକୁ ଦେଇଦେଲି। ଦେଇସାରିଲା ପରେ ଟେଷ୍ଟ ଅନୁସାରେ ଲୁଣ, ହଳଦୀ ଗୁଣ୍ଡ, ଲଙ୍କାଗୁଣ୍ଡ, ସୋରିଷ ବାଟଣ ଦେଇଦେଲି। ଜିରା, ସୋରିଷ, ରସୁଣ ବାଟିଥିଲି। ତ ଦେଇକି ତାକୁ ଏପଟ ସେପଟ କରିନେଲି। ଆପଣମାନେ ଜାଣିଥିବେ ପଣସଟା ସିଝିବା ପାଇଁ ବହୁତ ସାରା ଟାଇମ୍ ଲାଗିଥାଏ। ତ ଯଦି ଆପଣ ପ୍ରେସରରେ ଦେବେ ବି ତ କିଛି କଥା ନାହିଁ, ତ ପ୍ରେସରରେ ଦେଲେ ଭଲ ସିଝିବା ପାଇଁ, ତାହେଲେ କିନ୍ତୁ ଘାଣ୍ଟି ହେଇଯିବ। ତ ମୁଁ ଏଠି କଡ଼େଇରେ ତାକୁ ସବୁ ଦେଇକି କିଛି ସମୟ ପାଣି ବହୁତ ଟିକେ ଦେଇଦେଲି। ତାକୁ ସିଝିବା ପାଇଁ ଟିକେ ଟାଇମ୍ ନେଇଥାଏ। ମଝିରେ ମଝିରେ ଆକୁ ଟିକେ ମଧ୍ୟ ଚେକ୍ କରି ନେଉଛି, ଦେଖିବା ସିଝିଲାଣି କି ନାହିଁ। ତ ମୋର ପଣସ କଠାଟା ଏପର୍ଯ୍ୟନ୍ତ ସିଝିନି, ତ ମୁଁ ଆଉ ଟିକେ ଘୋଡ଼େଇ ଦେଲି। ପାଣି ସବୁ ମରିଗଲା ପରେ ମୋର ଏବେ ପଣସ ପୁରା ବଢ଼ିଆ ସେ ସିଝି ଯାଇଛି। ମୁଁ ତେଲ ବୁଲେଇ ବୁଲେଇ ତାକୁ ପୁରା ପୋଡ଼ ପୋଡ଼ କରି ଭାଜି ନେଉଛି। ବା ଆପଣ ଏଇଟା ପଖାଳ ଭାତ ସହିତ ଖାଆନ୍ତୁ ବା ରୁଟିରେ ଖାଆନ୍ତୁ, ଖାଇବା ପାଇଁ ବହୁତ ହି ବଢ଼ିଆ। ଆପଣମାନେ ନିଶ୍ଚିନ୍ତ ଥରେ ଟ୍ରାଏ କରିବ। ପଣସ ତ ଆମକୁ ସବୁବେଳେ ମିଳେନି, ତ ଯେଉଁ ସମୟରେ ମିଳୁଛି ଆମେ ସେଥିରେ ଭଲ ଭଲ ରେସିପି ବନେଇ ଖାଇପାରିବା। ମୋର